ତାପରେ ବର୍ତ୍ତମାନ ପାଇଁ ସାରା ଓଡ଼ିଶାରେ ଦେଖୁଥିବେ ଆପଣଙ୍କ ଏରିଆ ଯଦି ନ ହେଉଛି କିନ୍ତୁ ବାକି ସବୁ ଓଡ଼ିଶାରେ ଦେଖୁଛ ଦିନା ଦ୍ୱିପହରରେ ମାଡ଼ ହେଉଛି, ସୁସାଇଡ୍ ହେଉଛି, ହତ୍ୟା ହେଉଛି, ଗୁଳି ମାଡ଼ ହେଉଛି, ଏନକାଉଣ୍ଟର ହେଉଛି। ମାତ୍ର 2 ବର୍ଷ ସରକାର ଆପଣଙ୍କର, କିନ୍ତୁ ଏତେ ଯେଉଁ କ୍ରାଇମ୍ ବଢ଼ି ବଢ଼ି ଚାଲିଛି, ଗ୍ରାଫ୍ ଉଠି ଉଠି ଚାଲିଛି, ଦାୟୀ କିଏ ଏଥିପାଇଁ ରହିବ? ନାଇଁ ବହୁତ ପତ୍ରକାର ଅଛନ୍ତି ସାରା ଦେଶରେ। ଆଜ୍ଞା, ଭାରତୀୟ ଜନତା ପାର୍ଟିର ଭୂମିକା ସେଠି କ'ଣ ଅଛି? ଏଇଟା ଗୋଟେ ଦେଶ, ଆପଣଙ୍କର ଅଛି। ଏଇଟା ଗୋଟେ ଦେଶ, ଆଜ୍ଞା, ବ୍ୟବସ୍ଥା, ଆଜ୍ଞା, ଗଣତାନ୍ତ୍ରିକ ବ୍ୟବସ୍ଥା। କାରଣ ସମାଜରେ ଏଇ ସବୁ ଘଟଣା ଘଟୁନାହିଁ, ଘଟୁଥିଲା। ଏଇଟା ସାଧାରଣ କଥା। ମୋର କହିବାର ମାନେ ଏଇଟା ଗୋଟେ ସାଧାରଣ କଥା। ପାଖାପାଖି 67-68 ବର୍ଷ ପରେ ଆମେ ଦାୟିତ୍ୱରେ ଆସିଛୁ, ସମ୍ପୂର୍ଣ୍ଣ ଦାୟିତ୍ୱରେ 2014 ମସିହାରେ। ଏବଂ ତାପରେ ଭାରତର କେଉଁ କ୍ଷେତ୍ରରେ ଅବନତି ହେଇଛି ମୁଁ ଜାଣିନାହିଁ। ସବୁ କ୍ଷେତ୍ରରେ ପ୍ରଗତି ପଥରେ, ଉନ୍ନତି ପଥରେ, ଶିଖର ଆଡ଼କୁ ବଢ଼ି ଚାଲିଛି। ଏଇଟା ଦୁନିଆ ବିଶ୍ୱାସ କରୁଛି। ଏବଂ ତାର ମୂଲ୍ୟାଙ୍କନ ଦୁନିଆର ମିଡ଼ିଆ, ଦୁନିଆର ବ୍ୟବସ୍ଥା, ଚାହେ ସେଟା ଆର୍ଥିକ ହଉ, ସାଂସ୍କୃତିକ ହଉ, ବ୍ୟବସାୟିକ, ସବୁ କ୍ଷେତ୍ରରେ ଆମେ ଆଗକୁ ଚାଲିଛୁ। ତାପରେ ବି ସମାଜରେ କିଛି ଭୁଲ ଭଟକା ରହିଯିବ, ତାକୁ ସମାଧାନ କରିବାର ଦାୟିତ୍ୱ ସରକାରଙ୍କର।